ଆଦର୍ଶ ଘରକୁ ଆସିଲେ ମାୟା ଆଳତି କରିବେ, ଆଉ କହିବେ ଆ ଭିତରକୁ ଆ। ତାପରେ ମିଡ଼ିଆ ଆସି କହିବେ ସାର୍ 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 ଗୋଟେ ପ୍ଲିଜ୍ କୋଶ୍ଚିନ୍। ତାପରେ ମିଡ଼ିଆର ଗୋଟେ ଲୋକ କହିବ ଯଦି ଆଦର୍ଶ ମହାପାତ୍ର ସତରେ ଦୋଷୀ ନୁହେଁ ତାହେଲେ ଏଇଟା ଗୋଟେ ପଲିଟିକାଲ ଚାଲ ନା ଆନନ୍ଦ ମହାପାତ୍ର ତାଙ୍କ ପାୱାରକୁ ୟୁଜ୍ କରିକି ପୋଲିସ ପାଖରୁ ତାଙ୍କ ପୁଅଙ୍କୁ ମୁକୁଲେଇ ଆଣିଛନ୍ତି। ତାପରେ ଆନନ୍ଦ କହିବେ ମୋ ପୁଅ ନିର୍ଦ୍ଦୋଷ, ଖୁବ୍ ଶୀଘ୍ର ଆପଣମାନଙ୍କୁ ଏକଥାର ବି ପ୍ରମାଣ ମିଳିଯିବ। ତାପରେ ଆଉ ଗୋଟେ ଲୋକ କହିବେ ତାହେଲେ ପୋଲିସ କାହିଁକି ଆରେଷ୍ଟ କରିଥିଲା? ତାପରେ ଆନନ୍ଦ କହିବେ ପୁରା ସହରରେ ମହାପାତ୍ର ଖାନଦାନକୁ ବଦନାମ କରିବା ପାଇଁ ସେମାନଙ୍କର ଗୋଟେ ପ୍ଲାନ୍। ଆମେ ଖୁବ୍ ଶୀଘ୍ର କୋର୍ଟରେ ଏକଥାର ପ୍ରମାଣ ବି କରିବୁ। ଥ୍ୟାଙ୍କ ୟୁ। ତାପରେ ମାୟା କହିବେ ତମେ ମାନେ ପ୍ଲିଜ୍ ଏଠୁ ଯାଆନ୍ତୁ, ଯାଆନ୍ତୁ ଏଠୁ, ଚାଲନ୍ତୁ, କହିଲି ପରା ଚାଲନ୍ତୁ। ତାପରେ ମାୟା କବାଟ ବନ୍ଦ କରିଦେବେ, ଆଉ କହିବେ ଦେଖିଲ ତ ଆନନ୍ଦ, ଯୋଉ ପଲ୍ଲବୀକି ତମେ ମାନେ ମୁଣ୍ଡରେ ବସେଇଥିଲ ସେ ପଲ୍ଲବୀ ଆଜି କ'ଣ କରିଦେଲା ଶେଷରେ? ଯୋଉ ମହାପାତ୍ର ଖାନଦାନର ସଚୋଟ ପଣିଆକୁ ନିଜ ନିଜ ଭିତରେ ଲୋକମାନେ ଉଦାହରଣ ଦେଉଥିଲେ, ଆଜି ସେଇ ମହାପାତ୍ର ଖାନଦାନର ଛାତିରେ କଲଙ୍କର ଦାଗ ଲଗେଇଦେଲା ସେ ପଲ୍ଲବୀ। ଆରେ ଆଦର୍ଶ ମହାପାତ୍ର ଏତେ ବଡ଼ ନାଁ ଥିବା ଗୋଟେ ପୁଅକୁ ରାସ୍ତାକଡ଼ର ଗୁଣ୍ଡା ବଦମାସ ଅପରାଧୀ ସଜେଇଦେଲା। ତେଣୁ ମୁଁ ତମକୁ କହିଦେଉଛି ଶୁଣ, ଯୋଉ ପର୍ଯ୍ୟନ୍ତ ସେ ପଲ୍ଲବୀ ଏ ଘରେ ଅଛି ସେ ପର୍ଯ୍ୟନ୍ତ ମୁଁ ଏ ଘରେ ରହିବିନି। ତାପରେ ଆନନ୍ଦ, ଆଦର୍ଶ, ମମତା, ବିନୋଦ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ଆନନ୍ଦ କହିବେ ମାୟା ତମେ ଏବେ ଏ କଥାକୁ କେତେ ଟାଣିବ? ପଲ୍ଲବୀ କେବଳ ତା ଡ୍ୟୁଟି କରିଛି, ଏଥିରେ ତାର କିଛି ଦୋଷ ନାହିଁ କି ସେ ତା ନିଜ ଇଚ୍ଛାରେ ଆଦର୍ଶକୁ ଆରେଷ୍ଟ କରିନି, ବୁଝିପାରିଲ? ତାପରେ ମାୟା କହିବେ ଯାହା ବି ହଉ, ସେ କିନ୍ତୁ ମୋ ପୁଅକୁ ମୋ ଆଖି ସାମ୍ନାରେ ଆରେଷ୍ଟ କରିକି ନେଲା। ତେଣୁ ମୋର ଏବେ କୌଣସି କଥା ବୁଝିବାର ନାହିଁ। ତମ କଥାରେ ଆଉ ଆଦର୍ଶ କଥାରେ ବହୁତ ସହିଲି ମୁଁ ସେ ପଲ୍ଲବୀକୁ। ଏବେ ମୁଁ ଆଉ ସେ ପଲ୍ଲବୀକି ଗୋଟେ ମୁହୂର୍ତ୍ତ ବି ସହିପାରିବିନି। ମୁଁ ମୋ ଶେଷ କଥା କହିସାରିଛି ଆନନ୍ଦ। ଯେ ପର୍ଯ୍ୟନ୍ତ ଏ ପଲ୍ଲବୀ ଏ ଘରେ ଅଛି ସେ ପର୍ଯ୍ୟନ୍ତ ମୁଁ ଏ ଘରେ ରହିବିନି। ପୁଣି ଥରେ ମୁଁ ଘର ଛାଡ଼ି ଚାଲିଯିବି। ତାପରେ ନୀଲମ କହିବେ ଆଣ୍ଟି, ଖାସ୍ ଆପଣଙ୍କୁ ଦେଖିବା ପାଇଁ ମୁଁ ଏତେ ଦୂରରୁ ଆସିଛି, ଆଉ ଆପଣ ଘର ଛାଡ଼ି ଚାଲିଯିବା କଥା କହୁଛନ୍ତି? ମାମା ପ୍ଲିଜ୍ ତମେ ଆଣ୍ଟିଙ୍କୁ ଅଟକାଅ ନା। ତାପରେ ରୁବି କହିବେ ମାୟା ତୁ ଏ ଘର ଛାଡ଼ି ଚାଲିଯିବା କଥା କାହିଁକି କହୁଛୁ? ବରଂ ଯାହା ଯୋଗୁଁ ଏ ମହାପାତ୍ର ଖାନଦାନରେ କଲଙ୍କ ଲାଗିଛି ସିଏ ଏ ଘର ଛାଡ଼ି ଚାଲିଯାଉ। ତାପରେ ଆଦର୍ଶ ରାଗିକି କହିବେ ବାସ୍, ଏ ଘରେ ଆଉ କେହି କିଛି ବି କହିବେନି, କିଛି ବି ନୁହେଁ। ଆଉ ଯଦି ଏ ବିଷୟରେ କେହି ବି କିଛି ଆଲୋଚନା କରନ୍ତି ନା ତାହେଲେ ମୁଁ ହିଁ ଏ ଘର ଛାଡ଼ି ଚାଲିଯିବି ଏ ଘରୁ। ତାପରେ ଆନନ୍ଦ ରାଗିକି କହିବେ ରୁବି ଦିଦି, ଏଇଟା ହେଉଛି ଆମ ଘର, ଏଠି କ'ଣ ହେବ କ'ଣ ନାହିଁ ସେ କଥା ଆମେ ଡିସାଇଡ୍ କରିବୁ। ଆଣ୍ଡ ଇଟ୍ସ ବେଟର ଆପଣ ଟିକେ ଚୁପ୍ ରୁହନ୍ତୁ। ଆଦର୍ଶ ପୁରା ରାତିଟି ଲକଅପ୍ରେ କାଟିଛି, ଆଉ ମୁଁ ଦେଖୁଛି ତମମାନଙ୍କର ତା ପ୍ରତି ଟିକେ ବି ଖ୍ୟାଲ ନାହିଁ। ମାୟା ତମେ ତ ଆଟଲିଷ୍ଟ ଟିକେ ପରିସ୍ଥିତିକୁ ବୁଝ। ଏସବୁ କଥା କହିବା ପାଇଁ ଏଇଟା କ'ଣ ପରଫେକ୍ଟ ଟାଇମ୍? ହାଁ, ତମେ କ'ଣ ଚାହୁଁଛ ତମ ପୁଅ ସାରା ଜୀବନ ତମ ହାତରୁ ଚାଲିଯାଉ? କୁହ। ତାପରେ ମାୟା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତ ଦର୍ଶକ ବନ୍ଧୁ, ଏବେ କ'ଣ ମାୟା ପଲ୍ଲବୀଙ୍କୁ କ୍ଷମା କରିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।